ଦେଖ ମୁଁ ଚାରିଆଡ଼େ ଖୋଜି ଖୋଜିକି ପାଟି ପକେଇ ମୋ ତଣ୍ଟି ଶୁଖିଗଲାଣି। ମହାରାଣୀ ଏଠି ଦେଖିଲା ବେଳକୁ ଗପୁଛି। ଭାଉଜ। ଓହୋ କଣ ହେଲା ଯେ ଏତେ ଜୋରେ କାଇଁ ଡାକୁଛ? ମୁଁ କଣ କାଲୁଣି ନା କଣ? ନାଇଁ ବା ଭାଉଜ, ତମେ କାଇଁ କାଲୁଣି ହବ? ତମ କାନ ଥିଲେ ସିନା ତମେ କାଲୁଣି ହବ। ତମର କଣ କାନ ଅଛି ନା କଣ? ସେତେବେଳଠୁ ଡାକି ଡାକି ମୋ ତଣ୍ଟି ଶୁଖିଗଲାଣି। ମହାରାଣୀକୁ ଶୁଭୁ ନାହିଁ। ଫୋନଟା ତ ମହାରାଣୀ ଧରିକି ବୁଲୁଛି ଆଉ। ରୋଷେଇବାସ ହେଲାଣି କି ନାହିଁ? ମୁଁ କଲେଜ ଯିବି ବୋଲି ତମର ମନେ ଅଛି ଟି? ନା ତାକୁ ବି ଭୁଲି ଯାଇଛ? ମହାରାଣୀ ଭଳିଆ ତ ଦିନ ସାରା କିଛି କାମ ନାହିଁ। ଗୋଟେ କାମ କରତେ ଆସିଛ ଯେ ସେତିକି ବି ତମ ଦ୍ୱାରା ହଉନାହିଁ। ଏଇ ମୁଁ କଣ କିଛି କାମ କରିଛି? ସବୁ କାମ ତ ଆପେ ଆପେ ହେଇଯାଉଛି। ତମେ ତ ସବୁ କାମ କରି ଦଉଛ ଆଉ। ହଁ ଏମିତି କହୁଛ ଯେମିତି ହେଲା କି ମୁଁ ଆଉ କିଛି କରୁଛି କି? ଆଉ ସବୁ ତ ଆପେ ଆପେ ହେଇଯାଉଛି ଆଉ। ରୋଷେଇ କୋଉଠୁ ହବ? କିଛି ଜିନିଷ ଆସିଲେ ସିନା ରୋଷେଇ ହବ। କଲେଜ ଯାଉଛି। ମୁଁ ଜାଣିଛି ଥାଉ ଥାଉ ଆଉ କୁହନି। କଲେଜ ଯାଉଛି ଯୋଉ ତ ନଲେଜ କରୁଛ। କଲେଜ ଯାଉଛି ଖାଲି ଟୁକା ବାଇକ୍ ପଛରେ ବସିକି ବୁଲୁଛ କିନ୍ତୁ ମୁଁ କଲେଜ ଯାଉଛି। ମୁଁ କଣ ଜାଣିନି ଭାବୁଛ? ମୁଁ ସବୁ ଜାଣିଛି ହେଲା। ମୋ ମୁହଁ ଖୋଲାନି ନହେଲେ ମୁଁ କେତେ କଣ କହିଦେବି ହେଲା। ମହାରାଣୀ ଭଳିଆ ଦିନ ସାରା ସେ ଫୋନଟାରେ ଟୁକା ସହିତ ହେ ହେ ହଉଛ। ଆସିଲା କଣ ନା ଗପୁଛ। ମୁଁ ଗପୁଛି ତ ତମେ କଣ କରୁଛ ମ? ହେଇଟି ଭାଉଜ ଦେଖ, କିଛି ଭଲ ହବନି କହୁଛି। ହଁ ତମ ନାକକୁ ରଖ ସମ୍ଭାଳିକି ହେଲା। ମୋ କଥାରେ ଜମା ନାକ ପୁରାଅ, ନହେଲେ ତମ ନାକଟାକୁ କାଟିଦେମି। ଦେଖିବ ଏଇନେ ମାଆକୁ କହିମି। ବେଶୀ ବଡ଼ ବଡ଼ କଥା କହୁଛ। ବୋହୁ ଭଳିଆ ରୁହ ହେଲା। ତମେ ଭାବନି ଯେ ସମସ୍ତଙ୍କ ମୁଣ୍ଡ ଉପରେ ବସିକି ନାଚିବ ହେଲା। ମତେ ଚିହ୍ନିନଟି ଆଉ। ଖାଇଲେ ମୋ ଛଟିକି ଦାଦା ତମ ଛଟକୁ ତମ ପାଖରେ ରଖିଥା ହେଲା। ଜମା ମୋ ଆଗରେ ଦେଖେଇତେ ଆସନି ନହେଲେ ଚିହ୍ନିବ ଏଇଠି ମତେ ହେଲା। ଯାଅ ଏଠୁ, ମୋ ମୁଣ୍ଡଟା ଖରାପ କରନି ହେଲା। କଣ ଏଠି ହଉଛି? ରୋଷେଇବାସ ସରିଲାଣି କି ନାହିଁ? ରୋଷେଇ ଘରେ କଣ ଚାଲିଛି? ଆଲୋ ମୋ ଝିଅ ଏପର୍ଯ୍ୟନ୍ତ କଲେଜ ଯାଇନୁ କି ମା? ଆଲୋ ମୋ ଝିଅର କଣ ହେଲା? କାନ୍ଦୁଛୁ କାହିଁକି? କଣ ହେଲା କିରେ? କାନ୍ଦିବିନି, ଘରକୁ ବୋହୂ କରିକି ଆଣିଛୁ ନା। ସୁନା ବୋହୂ କରିକି ଆଣିଛୁ ନା ଘରକୁ। ଦେଖୁନୁ ଦେଖ ମତେ କେତେ କଣ କହୁଛି। ମତେ କହୁଛି ମୁଁ କଣ ଛଟିକି। ଆହୁରି କେତେ କଣ କହୁଛି ମତେ। ମତେ ଚାପୁଡ଼ାଟିଏ ବି ମାରିଲା ଭାଉଜ। ଆଉ ମୁଁ କାନ୍ଦିବିନି? ଖାଇବାକୁ ମାଗିଥିଲି ସେଥିରେ ମତେ ଚାପୁଡ଼ାଟେ ପିଟିଲେ ଭାଉଜ। ଦେଖ ମା କହିଦଉଛି, ଆଜି ତ ବୋହୂ କଥା ଭଲସେ ନ ବୁଝିବୁ ନା, ପାନି ଯଦି ତ ବୋହୂକୁ ନ ଦବୁ ତାହେଲେ ମୁଁ ଏ ଘର ଛାଡ଼ିକି ଚାଲି ଯିମି। ଟୁକା ସହିତ ଯିବି ମୁଁ ଚାଲି, ଝୁରିବୁ ମତେ। ହେଲା ମା ତୁ ସେମିତି କହନା। ତୁ କାନ୍ଦ ବନ୍ଦ କଲୁ ମୋ ମାଟା। ମୁଁ ବୁଝୁଛି ସେ ପୁରାମୁହିଁ ରହ ମୁଁ ଦେଖୁଛି। ତୁ ଟିକେ ଘୁଞ୍ଚେଇଲୁ ବୁଝିଆ। ଏ ପୁରାମୁହିଁ ତୋର ସାହସ କେମିତି ହେଲା କିରେ? ମୋ ଝିଅକୁ ହାତ ଉଠେଇବ ନା କଣ? ଆଜି ତ ଗାଲ ମୁଁ ମାରିକି ଫଟେଇ ଦେମି। ତୋର ସାହସ କେମିତି ହେଲା କିରେ? ହାଁ ତୋର ତ ବହୁତ ସାହସ ହେଇଗଲାଣି। ମୋ ଝିଅକୁ ହାତ ଉଠଉଛୁ ତୁ। ଆଉ ଦିନେ ଯଦି କିଛି କହିଥିବୁ ନା ମୋ ଝିଅକୁ, ସିଧା ନେଇକି ତୋତେ ତୋ ବାପ ଘରେ ଛାଡ଼ି ଦେଇ ଆସିବି। ପୁରାମୁହିଁ ବାପ ଘରେ ତ ଟଙ୍କାଟାର ଯୌତୁକ ଦେଲା ନାହିଁ। ଉପରେ ଆମ ମୁଣ୍ଡ ଉପରେ ବୋଝ ହେଇକି ପଡ଼ି ରହିଛୁ। ଗେମ୍ପୁଛୁ ଶୁଉଛୁ, ତାପରେ ପୁଣି ମୋ ଝିଅକୁ ତୁ କହିବୁ। ଆଉ ଦିନେ ତୁ ମୋ ଝିଅକୁ କିଛି କହିଥିବୁ, ତାପରେ ତ ତୋର ଦିନକୁ ମୋର ଦିନେ। ଆପଣ କିଛି ଠିକ କଲେନି ମା। ନ ଜାଣି ଶୁଣିକି ମୋ ଉପରକୁ ହାତ ଉଠେଇଦେଲେ ସେ ଛଟିକି ରାଧିକା କଥାରେ। ସେ ଛଟିକି ମିଛ କହିଲା ଆଉ ଆପଣ ମୋ ଉପରକୁ ହାତ ଉଠେଇଦେଲେ। ଆପଣ ଯୋଉ ମୋର ଏଇ ଅବସ୍ଥା କରିନାହାନ୍ତି ନା, ମୁଁ ଏଇ ସାଙ୍ଗେ ସାଙ୍ଗେ ଯିବି ପୋଲିସ ଷ୍ଟେସନ। ବୋଧେ ନିଶ୍ଚିତ କେସ୍ ଯଦି ଆପଣ ବଂଶକୁ ନ ମୁଁ ପୋଲିସ ଷ୍ଟେସନ ପୁରେଇଛି, ହାଜତରେ ସେ ଡାଲିମା ଭାତ ଯଦି ପୋଡ଼ା ରୁଟି ନ ଖୁଏଇଛି, ତାହେଲେ ମୋ ନାଁ ବି ମିତା ନୁହେଁ। ହଁ ଯୌତୁକ କେସ୍ରେ ଆପଣଙ୍କୁ ଠୁକିଦେବି ଯେ ଆପଣ ଚିହ୍ନିଥିବେ ମତେ। ଖାଦୁଥିବେ ଆଉ ବୋହୁର ଗୁଣ ଗାଉଥିବେ। ମୁଁ ଯାଉଛି ଏବେ। ଆଲୋ ଇଏ କଣ ମତେ ଧମକ ଦେଇ ଚାଲିଗଲା। ବୋଧୁ ନିଜ କେସ୍ରେ ମତେ ଜେଲରେ ପୁରେଇବ। ସତରେ ଯଦି ଜେଲରେ ପୁରେଇ ଦେଲା, ମାଲୋ ଯାଇ ତା ବୋହୂକୁ ଟିକେ ମିଛରେ ଟିକେ ପଟେଇକି ଆଣିବାକୁ ପଡ଼ିବ ଆଉ। କାହିଁ ସାମ୍ନାରେ ଖୁଣ୍ଟଟା ଭଳିଆ ଛିଡ଼ା ହେଇଛୁ ମ? ଘୁଞ୍ଚ ବା ସିଆଡ଼େ ହଟ। ଆଲୋ ମା ମିତା ଶୁଣୁ ବା ମୋ କଥା ମା, ଟିକେ ଶୁଣୁ ରହ। ପୁଣି କଣ ହେଲା? କାଇଁ ମତେ ଡାକୁଛନ୍ତି? ପଛରେ ସେ ରାର ଭଳିଆ କାଇଁ ହଉଛନ୍ତି? କଣ ହେଲା କି? ଆଲୋ ମା ମିତା ତୁ ରାଗି ଅଛୁ, ମୁଁ ତୋର ମା। କଣ ଟିକେ ରାଗରେ କହିଦେଲି। ସବୁ ଏଇ ରାଧିକା ପାଇଁ। ମିଛଟାରେ ଆକ୍ଟିଂ କରେ ବୋଲି ମୁଁ ବୁଝିପାରିଲିନି ଆଉ। ମୁଁ ଭାବିଲି ସତରେ ବୋଧେ ସେ କାନ୍ଦିଲା। ମା ମନ ତ କହିଦେଲି ପଦେ। ତୁ ତ ମୋ ଝିଅ ନା, ମୋର କଣ ଅଧିକାର ନାହିଁ କିଛି କହିବା ପାଇଁ। ତା ବୋଲି ତୁ ଏମିତି ଘର ଛାଡ଼ି ଚାଲିଯିବୁ? ଏତେ ବଡ଼ କଥା କହିଦେବୁ, ମୋ କଥାକୁ ଧରିବୁ ତୁ? ମା କଥା କେବେ ଧରେ କି? ମୋ ସୁନା ବୋହୂଟା ପରା, ମୋ ସୁନା ଝିଅଟା ପରା। ତୋ ଛଡ଼ା ମୋର କିଏ ଅଛୁ କହିଲୁ? ଏ ରାଧିକା ଉପରେ ତ ମୋର ଟିକେ ବି ଭରସା ନାହିଁ। କେତେବେଳେ ଇଏ ଟୁକା ସହିତ ଫୁର ହେଇଯିବ ଯେ ଅନେଇକି ବସିଥିମି। ଆମର ସୁଖ ଦୁଃଖ ବୁଢ଼ା ବୟସରେ କିଏ ଶୁଣିବ କହିଲୁ? ତୋ ଛଡ଼ା ଆମର କିଏ ଅଛି? ମା ତୁ ଏସବୁ କଣ କହିଯାଉଛୁ ବା? ତାକୁ ଯିବାକୁ ଦେ, ସେ ଯାଉ ହେଲା। ସେ ଅଲକ୍ଷଣୀକୁ ଆମ ଘରେ ଜମା ରଖନା, ସେ ଯାଉ। ମୁହଁଟାକୁ ବନ୍ଦ ରଖ ହେଲା, ନହେଲେ ଢୋକି ନାଇକି ଦେବି ଯେ ଗୋଟେ ଚିହ୍ନିବୁ ମତେ। ପାଟି ଚୁପ୍ କରିକି ରହ। ଆଲୋ ମା ମିତା ତା କଥା ଜମା ଧରନା। ସେ ଅଲାଜିକି କଥା ଜମା କହନା। ମୋରି ପେଟରେ ସିନା ଜନ୍ମ ହେଇଛି, ହେଲେ ତାର ବୁଦ୍ଧି ସୁଦ୍ଧି ଟିକେ ବି ନାହିଁ।
ମୁଁ ଜାଣିପାରୁନି ମୋରି ପେଟରୁ ଜନ୍ମ ହେଇଛି ନା ଆଉ କାହା ଛୁଆକୁ ମୁଁ କୁଢ଼େଇ ଆଣିଛି ବା। ତୋ ପରି ଝିଅ ଗୋଟେ ମୋ ପେଟରେ ଯଦି ଜନ୍ମ ହୁଅନ୍ତା ମୋ ଜୀବନଟା ସାର୍ଥକ ହେଇଯାଇଥାନ୍ତା। ଏକ ମା ତୋତେ ହାତ ଯୋଡ଼ିକି ନେଉରା ହଉଛି, ତୁ ଏ ଘର ଛାଡ଼ିକି ଯିବା କଥା ଜମା କହନା। ତୁ ଆମକୁ ଛାଡ଼ିକି ଯିବା କଥା ଜମା କହନା, ନହେଲେ ମୁଁ ଟିକେ ପାଣି ବି ପିଇବିନି। ତୁ ଯଦି ଏଭଳି ଚାଲିଯିବୁ ମୁଁ ଶୁଖି ଶୁଖିକି ମରିଯିବି। ସବୁ ତୋରି ପାଇଁ ହେଲା, ବୁଦ୍ଧିଶୁଦ୍ଧି ତୋର ଟିକେ ବି କିଛି ନାହିଁ, ସବୁ ତୋରି ପାଇଁ ହେଲା। ଏବେ ମତେ ରୋଷେଇ କରତେ ପଡ଼ିବ। ମହାରାଣୀ ତ ଏଇ ମୌକାରେ ଚାଲିଗଲା ଶୋଇବା ପାଇଁ, ଏବେ ମତେ ରୋଷେଇ କରତେ ପଡ଼ିବ। ରୋଷେଇ କରିବେ। ସବୁଦିନ ଟିକେ ଖାଉଥିଲେ ଶୋଉଥିଲେ ଯେ ଆଜି ତୋର ପାଇଁ ମତେ କାମ କରିବାକୁ ପଡ଼ିଲା। ଯା ଏଠୁ। ମୋ ଉପରେ କାଇଁ ଗରଗର ହଉଛ ବା? ବୋହୁକୁ ଟେକୁଥିଲ ସେଥିପାଇଁ ରୋଷେଇ କରୁଛ। କର ଏବେ ରୋଷେଇ। ଯାରାକୁ ଟେକୁଥିଲ ସେରାକୁ ରୋଷେଇ କର ହେଲା। ମୁଁ ଯାଉଛି, ମୋର ଲେଟ୍ ହେଲାଣି, ମୁଁ ଯାଉଛି। ମୁଁ ବାହାରେ ଖାଇଦେବି କ୍ୟାଣ୍ଟିନ୍ର। ଘରେ ବୁଢ଼ା ମୁଇଁ ଆଜି ତତେ କିଛି କହିପାରିଲିନି, ଖାଲି ଯୌତୁକ ନିର୍ଯାତନା କଥା କହିକି ମତେ ପୁଲିସର ଡର ଦେଖେଇକି ଚାଲିଗଲୁ ନାଇଁ। ମତେ ଧମକ ଦଉଛୁ ନାଇଁ। ରହ, କିରୋସିନ ଢାଳିକି କୋଉଦିନ ନିଆଁ ଲଗେଇଦେବି ସେ କେହି ଜାଣିପାରିବେନି। ରହ ଅପେକ୍ଷା କର। ଆସନ୍ତୁ, ମୋ ଭାଇଟା ଆସୁ, ତାପରେ କିଛି ଗୋଟେ ବ୍ୟବସ୍ଥା କରିବି। ଆଉ ମତେ କହୁଛି ରୋଷେଇ କର। ମୋର ଏତେ ସୁନ୍ଦରିଆ ଗୁରା ଦେହରେ ମୁଁ କେବେ ବି ଗୋଟେ ନାଲିଆ ଛିଟା ପଡ଼ିବାକୁ ଦେଇନି। ଆଉ ଇଏ ମତେ ରୋଷେଇ କରତେ ଦେଇକି କଳା ଛିଟା ପକେଇବାକୁ ଚାହୁଁଛି ମୋ ଦେହରେ। ରହ, ଠିକ୍ ଅଛି, ଆଜି ମୁଁ ଏରକ ରୋଷେଇ କରିବି, ଏଇଟା ହିଁ ତୋର ଶେଷ ଖାଇବା ହବ। ଚିହ୍ନିବୁ ମତେ? ଆରେ ଆଉ ଥିବୁ ଯେ ଫୋନ୍ କରିବୁ ଆଉ ମତେ ଧମକ ଦବୁ। ପୋଲିସ, ତୋର ପୋଲିସ ମୁଁ ଡାକିଦେବି ଆଉ। ତ ପୋଲିସ। ହ୍ୟାଲୋ ଭାଇ, କୋଉଠି ଗଳାଗଳି କରୁଛ? ରଖ ବାତ ସେ ଗଳାଗଳି। ଶୁଣୁ ମୋ କଥା ଟିକେ, ତୋ ଭଉଣୀ ଏଠି ଗୁରା ଦେହରେ କଳା ଛିଟା ପଡ଼ିଗଲାଣି। ଆଉ ତୁ ଆସ ବା, ଜଲ୍ଦି ଆସ। ତୋ ଭଉଣୀକି ଏଠି ଚାକରାଣୀ କରିସାରିଲାଣି ହେଲା। ତୁ ଆସ ଜଲ୍ଦି, କିଛି ଗୋଟେ ସେ ବୁଢ଼ାମୁହୀର ବ୍ୟବସ୍ଥା ଆଜି କରିବା ଆଉ। ହଁ କଣ ସେ କଣ କହୁଛୁ ବା? ହଁ ସେ ତମର ସେ ଇଂଲିଶ ଭାଷା ବା ପାର୍ଲିଂ ପ୍ଲାନିଂ, ହଁ ସେ ଯାହା ବି ହଉ। ତୁ ଆସ, ଗୋଟେ କରିବା ଆଜି ଯେମିତି ହଉ। ସେ ବୁଢ଼ାମୁହୀ ଆଜି ତାର ଶେଷ ଦିନ ହିଁ କରିବା। କିଛି ଗୋଟେ ବ୍ୟବସ୍ଥା କରିବାକୁ ପଡ଼ିବ। ଆରେ କଣ ଭାବିଛି କି ମତେ? ତୁ ଜଲ୍ଦି ଆସ, ମୁଁ ସବୁ ହେଲାକି ବ୍ୟବସ୍ଥା କରିକି ରଖୁଛୁ। ତୁ ଆସ, ତାପରେ ଆମେ କଥା ହବା। ଇଚ୍ଛା ତ ହଉଛି ଏଇ ଖାଇବାରେ ବିଷ ମିଶେଇକି ସେ ବୁଢ଼ାମୁହୀକୁ ଖୁଏଇ ଦିଅନ୍ତି। ନାଇଁ, ଏମିତି କଲେ ପୋଲିସ ଧରି ନେବ। ଜାଣିଦେବ ପୋଲିସ, ଅଲଗା କିଛି ବ୍ୟବସ୍ଥା କରିବାକୁ ପଡ଼ିବ। ହଉ, ଭାଇ ଆସୁ, ସେତିକି ଭିତରେ ଯାଏ। ମୋ ଭାଇ ଆସିବ ଆଜି, ଟିକେ ଭଲକି ଯାଉଛି। ମେକଅପ୍ ଫେକଅପ୍ ନେଇଯିବି। ରୋଷେଇ ଘରେ ମୋର ଅବସ୍ଥା କ'ଣ ହେଲାଣି, ମୁଁ କଳା ପଡ଼ିଗଲି। ଯାଇ ଟିକେ ମେକଅପ୍ ପାରି ଟଚ୍ ପାରି ନେଇନେବି। ଭାଇ ଆସିବ, ତାପରେ ବସିକି ଗୋଟେ ଭଲ ପ୍ଲାନିଂ କରିବା।